ଗତକାଲି ହୁତୁହୁତୁ କରି ଗାଁ ଦାଣ୍ଡରେ ଜଳୁଥିଲା 4ଟି ଘର। ସମସ୍ତେ ଅବାକ୍। ଆଖି ଆଗରେ ଗଢ଼ିଥିବା ପାଉଁଶ ହେଉଥିବାର ଦେଖୁଥିଲେ ସୀମାଞ୍ଚଳ ରାଉତ, ଅଭିମନ୍ୟୁ ରାଉତ, ଉଜ୍ଜଳା ଗୌଡ଼, କନକ ଗୌଡ଼। ହଁ ଦର୍ଶକ ବନ୍ଧୁ, ଏମିତି ଗୋଟାଏ ଅଗ୍ନିକାଣ୍ଡ ଘଟିଥିଲା ଜଗନ୍ନାଥ ପ୍ରସାଦ ବ୍ଲକ ଗଣ୍ଡାଧର ପଞ୍ଚାୟତ ହରିପୁର ଗ୍ରାମରେ। ଦମକଳ ବାହିନୀ ଆସିବା ପୂର୍ବରୁ ସବୁ ଛାରଖାର ହୋଇଗଲା ଓ ଜଳିଗଲା 4ଟି ଘର। ଘରେ ଥିବା ସବୁ ଆସବାବପତ୍ର, ଧାନ ଚାଉଳ, ଟଙ୍କା ପଇସା ସବୁକିଛି ପାଉଁଶ ହୋଇଗଲା। ଏହି ସମୟରେ ସହଯୋଗର ହାତ ବଢ଼ାଇଥିଲେ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ଗୋପବନ୍ଧୁ ଚାରିଟେବଲ୍ ଟ୍ରଷ୍ଟ। ବିଛଣାରେ ଛଟପଟ ହେଉଥିବା ରୋଗୀଟିଏ ହେଉ ବା ଦାରିଦ୍ର୍ୟରେ ରହିଥିବା ପରିବାରଟିଏ ହେଉ ଅଥବା ଅସହାୟ ଶିଶୁ, ଏମାନଙ୍କୁ ସବୁବେଳେ ସହଯୋଗ କରିଆସୁଛି ଏହି ଅନୁଷ୍ଠାନ। ଗରିବର ବନ୍ଧୁ ଗୋପବନ୍ଧୁ ଆଜି ସିନା ନାହାନ୍ତି, କିନ୍ତୁ ତାଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଏହି ଯୁବକମାନେ ଏହି ଅଗ୍ନି ବିପନ୍ନ ପରିବାରକୁ ଚାଉଳ, ନିତ୍ୟ ବ୍ୟବହାର ଜିନିଷ, ଲୁଗା, ପାଲ, ଶୁଖିଲା ଖାଦ୍ୟ ଯୋଗାଇଥିଲେ ଏବଂ ଆଗକୁ ମଧ୍ୟ ଏହି ପରିବାରକୁ ସହଯୋଗ କରିବା ସହ ସରକାରୀ ସାହାଯ୍ୟ କିପରି ପାଇବେ ସେ ବ୍ୟବସ୍ଥା କରିବେ ବୋଲି ଅନୁଷ୍ଠାନର ସଭ୍ୟମାନେ କହିଛନ୍ତି। ଏହି ସାମାଜିକ ଅନୁଷ୍ଠାନର ସହଯୋଗକୁ କ୍ଷତିଗ୍ରସ୍ତ ପରିବାର ଧନ୍ୟବାଦ ଜଣାଇବା ସହ ଗ୍ରାମର ସରପଞ୍ଚ ତଥା ଗ୍ରାମବାସୀ ବୃନ୍ଦମାନେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଭଞ୍ଜନଗରରୁ ଅକ୍ଷୟ କୁମାର ନାୟକଙ୍କ ରିପୋର୍ଟ, ବି ନ୍ୟୁଜ୍ ଓଡ଼ିଶା।